शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः ओम नमः शिवाय ओम नमः शिवाय ओम नमः शिवाय नमो नमः। तीर्थेश्वर समस्तंकर मंगल करत आमे कहू बलिया कहे अनंत तीर्थेश्वर तांकर धुनटी आपण शुणिले शिवंकर सबुठारु श्रेष्ठ मंत्र होउची ओम नमः शिवाय ओम नमः शिवाय ओम नमः शिवाय बेसी नहले भी यही ओम नमः शिवाय को 5 थर सकाळे 5 थर संध्यारे जप कले बहुत आनंद मिलिबो। ओम नमः शिवाय एवं आउ गोटे मंत्र मध्य अछि सेतिरे शिव अत्यंत खुशी हुअन्ति हरि ओम नमः शिवाय हरि ओम नमः शिवाय हरि ओम नमः शिवाय एवं आउ गोटे मंत्र भी अच्छी जोटा जी खुशी जहाँ दे जोटा को भल पाइब करिवो सत्यम शिवम सुंदरम गुप्तेश्वरଙ୍କ पाखକୁ कोरापुट जिलार गुप्तेश्वरଙ୍କ पाखକୁ आमे जाइथिलु बलिया निजे चाहिला गुप्तेश्वरଙ୍କୁ अभिषेक करियो बोली सेठी जे पूजक थिले बारण कले तेणु आमे फेरी आसिलु गोटे शिलाखंड को आमे आमर जो अतिथि भवन थिला सेठी आमे अभिषेक कलु सेठी यही मंत्रटी यही धुनटी आम भीतर को आसिला एवं आमे किछि समय से धुन करी आनंद लाभ कलु धुनटी होउची हे सत्य शिव सुंदरम हे सत्य शिव सुंदरम हे सत्य शिव सुंदरम हे सत्य शिव सुंदरम सत्यम शिवम सुंदरम सत्यम शिवम सुंदरम सत्यम शिवम सुंदरम हे सत्य शिव 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 सुंदरम सत्यम शिवम सुंदरम सत्यम शिवम सुंदरम हे सत्य शिव सुंदरम हे सत्य शिव सुंदरम हे सत्य शिव सुंदरम
ଉପଚାର ପ୍ରିୟ ବିଷ୍ଣୁ, ଅଭିଷେକ ପ୍ରିୟ ଶିବ। ବିଭିନ୍ନ ଉପଚାରରେ ବିଷ୍ଣୁଙ୍କୁ ପୂଜା କଲେ ବିଷ୍ଣୁ ଖୁସି ହୁଅନ୍ତି, କିନ୍ତୁ ଶିବଙ୍କୁ ଅଭିଷେକ ଦ୍ୱାରା ଶିବ ଖୁସି ହୁଅନ୍ତି। ଭିନ୍ନ ଭିନ୍ନ ମତାବଲମ୍ବୀମାନଙ୍କ ପାଇଁ ଏହା ସବୁ ନିରର୍ଥକ ହେଇଯାଉଛି। ଗୋଟେ ଗୋଟେ ନୂଆ ନୂଆ କଥା ସବୁ ବାହାରୁଛି। କିନ୍ତୁ ଯେତେବେଳେ ସର୍ବପ୍ରଥମ କରି ଇଏ ମର୍ତ୍ତ୍ୟରେ ମଣିଷମାନଙ୍କୁ ଦେଖିବାକୁ ମିଳିଲା, ଆଜି ବି ସେଇ ମଣିଷମାନେ, କିଛି ମଣିଷ ଆଜି ବି ଉଲଗ୍ନ ରହୁଛନ୍ତି। ମଣିଷକୁ ଦେଖିଲେ ମାରିବାକୁ ଗୋଡ଼ଉଛନ୍ତି। ଆମେ ଆଣ୍ଡାମାନ ନିକୋବର ଦ୍ୱୀପକୁ ଯାଇଥିଲୁ, ସେଠି ଏ ଦୃଶ୍ୟ ବି ଦେଖିକିରି ଆସେ। ସେମାନେ ମଣିଷର ସଭ୍ୟତାପୂର୍ଣ୍ଣ ସହରକୁ ସେମାନେ ଆସନ୍ତିନି। ଏଭଳିକି କଞ୍ଚା ମାଂସ ସେମାନେ ମଧ୍ୟ ଖାଆନ୍ତି, ମୁର୍ଦାରକୁ କାଟିକିରି ବି ଖାଆନ୍ତି। ଏବେ ହୁଏତ 15-20 ବର୍ଷ ହେଇଗଲା, ତାପରେ ହୁଏତ କିଛି ପରିବର୍ତ୍ତନ ହେଇଥିବ କି କ'ଣ ମୁଁ କହିପାରିବି। ଆଜି ବି ସେ ମଣିଷମାନେ ଅଛନ୍ତି। ସେତେବେଳେ ଇଏ ପୃଥିବୀରେ ଧର୍ମ କ'ଣ ଥିଲା, କେଉଁ ଧର୍ମ ନେଇ ମଣିଷ ନିଜକୁ ପରିଚୟ ଦେଉଥିଲା। ଆଜି ଆମେ ଯେମିତି କହୁଛୁ ଆମେ ହିନ୍ଦୁ, କିଏ କହୁଛନ୍ତି ଆମେ ମୁସଲମାନ, କିଏ କହୁଛନ୍ତି ଖ୍ରୀଷ୍ଟିଆନ, କିଏ କହୁଛନ୍ତି ବୌଦ୍ଧ, କିଏ କହୁଛନ୍ତି ଜୈନ, କିଏ ଶିଖ, କିଏ ବୁଦ୍ଧ, ଏଇଭଳି କଥା ସବୁ କହୁଛନ୍ତି। କିନ୍ତୁ ଯେତେବେଳେ ସୃଷ୍ଟି ନିର୍ମାଣ ହେଲା, ସେତେବେଳେ କୌଣସି ପାରିବାରିକ ଜୀବନ ମଧ୍ୟ ନଥିଲା। କିଏ କାହାର ବାପା, କିଏ କାହାର ମା, କିଏ କାହାର ଭାଇ, କିଏ କାହାର ଭଉଣୀ, କିଏ କାହାର ଶାଶୁ, କିଏ କାହାର ଶ୍ୱଶୁର, ଏସବୁର ପରିଚୟ ମଧ୍ୟ ନଥିଲା। ଏମିତି ଗୋଟାଏ ସଭ୍ୟତାରୁ ପୁଣି ଧୀରେ ଧୀରେ ଆମମାନେ ସବୁ ଉନ୍ନତ ହେଲୁ। ସେତେବେଳେ ଧର୍ମ ଥିଲା ବୃକ୍ଷ, ଜଙ୍ଗଲ, ପାହାଡ଼, ପର୍ବତ, ନଦ, ନଦୀ, ସମୁଦ୍ର, ସୂର୍ଯ୍ୟ, ଚନ୍ଦ୍ର, ଏଇଗୁଡ଼ିକ ଥିଲା ଧର୍ମ। ମଣିଷ ବି ଏଇମାନଙ୍କୁ ପୂଜା କରୁ କରୁ ଧୀରେ ଧୀରେ ସେ ପରିବର୍ତ୍ତନ ହେଲା। ଗଛକୁ ଗଛରେ ଘଷି ହେବା ଫଳରେ ନିଆଁ ବାହାରିଲା। ସେ ନିଆଁକୁ ମଧ୍ୟ ସେ ଦେବତା ବୋଲି ପୂଜା କଲା। ଆକାଶରେ ସୂର୍ଯ୍ୟଙ୍କୁ ଦେଖିକିରି ସେ ଦେବତା ବୋଲି ତାକୁ ପୂଜା କଲେ। ଏଇଭଳି ଭାବରେ ଦେବୀ ଦେବତାଙ୍କର ପୂଜା ଆରମ୍ଭ ହେଇଥିଲା ମର୍ତ୍ତ୍ୟରେ। ଆଉ ପ୍ରଥମ ପୂଜା ଥିଲା ଶିବଙ୍କର ପୂଜା। ଆଜି ବି ପ୍ରାଚୀନ କୀର୍ତ୍ତି ଭିତରେ ଶିବଙ୍କର ମୂର୍ତ୍ତି ସର୍ବଦା ସବୁଆଡ଼େ ଦେଖାଯାଏ। ତେବେ ଯାହା ହଉ, ତାପରେ ଗଣେଶଙ୍କର ପୂଜା ହେଲା, ନାରାୟଣଙ୍କର ପୂଜା ହେଲା, ଅମ୍ବିକା ବା ମାଙ୍କର ପୂଜା ହେଲା, ସୂର୍ଯ୍ୟଙ୍କର ପୂଜା ହେଲା, ସତ୍ୟନାରାୟଣଙ୍କର ପୂଜା ହେଲା। ଏମିତି ପୂଜା ଆଜି ପର୍ଯ୍ୟନ୍ତ ବହୁ ଭାବରେ ଚାଲିଛି।
ଏ ପାଖରେ ମନ୍ଦିର ଗଢ଼ି ହେଉଛି, ମସଜିଦ ଗଢ଼ା ହେଉଛି, ଚର୍ଚ୍ଚ ଗଢ଼ା ହେଉଛି, ସବୁ ଏମିତି ଚାଲିଛି। କିଏ ଛୋଟ କିଏ ବଡ଼ ଆମେ କହିବାଟା ଉଚିତ ନୁହେଁ। କିନ୍ତୁ ପ୍ରକୃତରେ ଆମେ ଯେତେବେଳେ ଗୋଟେ ଆମର ଜ୍ଞାନ ଯେତେବେଳେ ଟିକିଏ ହେଲା, ଆମେ ସେତେବେଳେ ପ୍ରଥମେ କାହାକୁ ଚିହ୍ନିଲୁ? ଆମେ ସୂର୍ଯ୍ୟଙ୍କୁ ବି ଚିହ୍ନି ନଥିଲୁ, ଚନ୍ଦ୍ରଙ୍କୁ ବି ଚିହ୍ନି ନଥିଲୁ। ପ୍ରଥମେ ଆମେ ମା ଆଉ ବାପା ଏ ଦୁଇ ଜଣଙ୍କୁ ଆମେ ପ୍ରଥମେ ଚିହ୍ନିଲୁ। ହୁଏତ ଅନେକ ବାପା ମା ମାନେ ମଧ୍ୟ ଭୁଲ ବାଟରେ ଅଛନ୍ତି। ସେ ଭୁଲ ବାଟରେ ଥାଆନ୍ତୁ, ଠିକ ବାଟରେ ଥାଆନ୍ତୁ, କିନ୍ତୁ ଆମେ ପ୍ରଥମ କରି ଚିହ୍ନିଲୁ ମା ଆଉ ବାପା, ପିତା ମାତା। ତାପରେ ଯେତେବେଳେ ଆମେ ପାଠ ପଢ଼ିବାକୁ ଗଲୁ, ସେତେବେଳେ ତ IA BA MA ଏସବୁ ନଥିଲା। ଚାଟଶାଳୀ ପାଠଟି ଯିଏ ପଢ଼ିପାରୁଥିଲା ସିଏ ଗୋଟିଏ ସମାଜର ଜ୍ଞାନୀ ବୋଲି ବିବେଚିତ ହେଉଥିଲା। ସେଇଟାକୁ ଯିଏ ପଢ଼ଉଥିଲେ ତାଙ୍କୁ ଆମେ ଗୁରୁ ରୂପରେ ପୂଜା କରୁ, ବା ସିଏ ଥିଲେ ତୃତୀୟ ଗୁରୁ। ଚାଟଶାଳୀ ପାଠ ପରେ ତାପରେ ଆମମାନଙ୍କର ଜୀବନ ଧାରା ପରିବର୍ତ୍ତନ ହେଲା। ଆମେ ବାପା ମା ଶିକ୍ଷକ ଶିକ୍ଷୟିତ୍ରୀ ଏଇମାନଙ୍କୁ ଛାଡ଼ିକିରି ଆମେ ପୁଣି ଆଗକୁ ଯିବା ପାଇଁ ଆଗକୁ ବର୍ତ୍ତମାନ ବି ଚାଲିଛୁ। ଏଇଟା କଳିଯୁଗ ବୋଲି କହୁଛନ୍ତି, କଳିଯୁଗ ନୁହେଁ, ଇଏ ହେଉଛି ପ୍ରକୃତ ବିଜ୍ଞାନର ଯୁଗ। ବିଜ୍ଞାନ ଅଗ୍ରଗତି କରି ଚାଲିଛି, ତା ଭିତରେ ଆମେ ବି ଅଗ୍ରଗତି କରି, ମାନେ ଆମର ବି ଅଗ୍ରଗତି ହେଉଛି। କିନ୍ତୁ ଏ ଅଗ୍ରଗତିର ପରିଣାମ କ'ଣ ହେଉଛି? ଆମେ ପାଠ ପଢ଼ି ପଢ଼ି ଏତେ ପାଠୁଆ ହେଲୁ, ଆମ ଦେଶକୁ ଭୁଲିଗଲୁ, ଆମେ ଯାଇ ଆମେରିକାରେ ରହିଲୁ। କିଏ ଆମେରିକା ଲୋକ ଆମେରିକାକୁ ଭୁଲିଗଲେ, ଯାଇ ଜାପାନରେ ରହିଲେ। କିଏ ଚୀନରେ ରହିଲା, କିଏ ଜର୍ମାନରେ ରହିଲା, କିଏ ବ୍ରିଟେନରେ ରହିଲା। ଆଜି ବି ଆପଣ ପୃଥିବୀ ଯାକ ଯଦି ଖୋଜି ବୁଲିବେ, ଅନେକ ହିନ୍ଦୁ ରାଷ୍ଟ୍ର, ଅନେକ ଇସଲାମ ରାଷ୍ଟ୍ର, ଖ୍ରୀଷ୍ଟିଆନ ରାଷ୍ଟ୍ର ସବୁ ଅଛି, କିନ୍ତୁ କାହାର ଠିକଣା ପ୍ରକୃତରେ ସେଇ ଗୋଟାକ ନୁହେଁ। ସେ ଜନ୍ମ ହୋଇଛନ୍ତି ଗୋଟିଏ ଜାଗାରେ, ତାଙ୍କ ବାପା ମା ଗୋଟିଏ ଜାଗାରେ, ଇଏ ଅଛନ୍ତି ଆଉ ଗୋଟିଏ ଜାଗାରେ। ଏକଥା ମୁଁ କାହିଁକି କହିଲି ଯେ ଆପଣମାନେ ଗୁରୁ ପୂଜା ବର୍ତ୍ତମାନ କଲେ। ମୁଁ ଗୋଟିଏ ଗୁରୁ ବୋଲି ଆପଣ କେମିତି ଜାଣିଲେ? ଯେହେତୁ ଆମେ ଗୋମାତାରେ ଆସିଛୁ, ଆର୍ତ୍ତତ୍ରାଣ ମନ୍ଦିରରେ କିଛି ଆମେ ସମୟ ଆଉ ଶ୍ରମ, ଅର୍ଥ ନୁହେଁ, ସମୟ ଦାନ କରିଛୁ ବା ଶ୍ରମ ଦାନ କରିଛୁ। ଏମିତି ଆମକୁ ତମେ ଜାଣିଛ, ତମେ ଆମକୁ ଜାଣିଲ, ଏମିତି ଜଣାଶୁଣାରେ ତମେ ଆମକୁ ଗୁରୁ ବୋଲି କହିଲ, ଆମେ ତୁମକୁ ଶିଷ୍ୟ ବୋଲି କହିଲୁ। ଏଇ ହେଲା କଥା। କିନ୍ତୁ ପ୍ରକୃତରେ ଏ ଜଗତରେ ଜଣେ ହେଉଛନ୍ତି ଗୁରୁ। ମନ୍ନାଥ ଶ୍ରୀ ଜଗନ୍ନାଥ। ଏ ଶ୍ଲୋକ କହିବାକୁ ମୋତେ ସମୟ ନାହିଁ, ତେବେ କଥା ହେଉଛି ଏଠି ମାଇକ୍ ବାଜୁଛି, ସେଠି ଲାଇଟ୍ ଜଳୁଛି, ଫ୍ୟାନ୍ ଘୁରୁଛି, AC ଲାଗିଛି। ଇଏ ଗୋଟିଏ ଜାଗାରୁ ସବୁଗୁଡ଼ାକ କରେଣ୍ଟ ଆସିଛି। ଇଲେକ୍ଟ୍ରିକ୍ କରେଣ୍ଟରୁ ଏଠି ମାଇକ୍ କାମ କରୁଛି, ଲାଇଟ୍ କାମ କରୁଛି, AC କାମ କରୁଛି, TV ଚାଲୁଛି। ସେଇଭଳି ଭାବରେ ଜଗତରେ ଯଦି କେହି ବଡ଼ ଥାଏ,
ବଡ଼ ଏକା କଳା ଠାକୁର। ଜଗତରେ ଯଦି କେହି ଦୁଃଖ ଶୁଣେ ସେହି ଏକା କଳା ପଥର। ସେଇ ଜଣେ ହେଉଛନ୍ତି ଜଗତର ଗୁରୁ। ସେ ଅନେକ ଗୁରୁମାନଙ୍କୁ ସେ ପଠେଇଛନ୍ତି, ତାଙ୍କୁ ଶକ୍ତି ଦେଇଛନ୍ତି, ତାଙ୍କୁ ବାଣୀ ଉପଦେଶ ଦେଇଛନ୍ତି। ଗୀତାର 4th ଅଧ୍ୟାୟରେ ମଧ୍ୟ ବର୍ଣ୍ଣିତ ଅଛି। ଏଇ ଯେଉଁ ଗୁରୁମାନେ ପୃଥିବୀକି ଆସିଛନ୍ତି, ବହୁ ଭାବରେ ଆସିଛନ୍ତି, ଏମାନେ ଆସି କ'ଣ କରିଛନ୍ତି? ଶିଷ୍ୟ ସନ୍ତାପହାରେ ଶିଷ୍ୟ କରି ଭକ୍ତ ବୃନ୍ଦଙ୍କୁ ପରାମୁକ୍ତି କରାଅ। ଏଇଠି ବର୍ତ୍ତମାନ ବୋଲୁଥିଲେ ଜୟ ଅଣାକାର ଗୁରୁ ହୋ ମୋର ନିୟ ପ୍ରଣାମ। ଅଖଣ୍ଡ ମଣ୍ଡଳ ବ୍ୟାପୀ ଚରା ସାକାର ରତି ଉଦ୍ଧାରୀ কৃষক ଜଗତ ଗୁରୁ କହିଲେ ଜଣେ, ତାଙ୍କଠାରୁ ଅନେକ ଯେମିତି ସୂର୍ଯ୍ୟ ଗୋଟିଏ, ପୃଥିବୀ ଭଳି ଅନେକ ଗ୍ରହ ଏ ଜଗତରେ ଅଛି। ସୂର୍ଯ୍ୟଙ୍କର କିରଣ ସବୁ ଗ୍ରହକୁ ଯାଉଛି। କୋଟି କୋଟି ନକ୍ଷତ୍ରର ଯେଉଁ ଆଲୋକ ଦେଖୁଛ, ସେ ସବୁଯାକ ଆଲୋକ ହେଉଛି ସୂର୍ଯ୍ୟଙ୍କର। ଚନ୍ଦ୍ରମାଙ୍କ ଭିତରେ ଯେଉଁ ଆଲୋକ, ସେ ହେଉଛନ୍ତି ସୂର୍ଯ୍ୟଙ୍କର। ଠିକ୍ ସେଇଭଳି ଯେତେ ଗୁରୁ ଆଜି ପର୍ଯ୍ୟନ୍ତ ଇଏ ପୃଥିବୀକି ଆସିଲେଣି, ଇଏ ପୃଥିବୀ ଥିବା ପର୍ଯ୍ୟନ୍ତ ଆହୁରି ଅନେକ ମଧ୍ୟ ଆସିବେ। କିନ୍ତୁ ସମସ୍ତ ଶକ୍ତିର ଅଧିକାରୀ ହେଉଛନ୍ତି ସେଇ ଜଣେ। ଆମେ ପୂଜା କରୁଛୁ ଗୁରୁଙ୍କୁ, ପ୍ରକୃତରେ ଗୁରୁଙ୍କ ଦେହକୁ ଆମେ ପୂଜା କରୁନୁ। ଆମେ ଯାହାଙ୍କୁ ଯେମିତି ଯେଉଁଭଳି ଭାବରେ ପୂଜା କରୁ, ସେ ପୂଜା ସେଇ ଗୋଟିଏ ସ୍ଥାନରେ ପହଞ୍ଚୁଛି। ଏଇ କଥାକୁ ଯେଉଁମାନେ ଜାଣିଛନ୍ତି, ସେଇମାନେ ହିଁ କେବଳ ଧର୍ମକୁ ଜାଣିଛନ୍ତି, ଗୁରୁଙ୍କୁ ଜାଣିଛନ୍ତି। ସେ ପୂଜା ଯେଉଁଠି ଯାଇ ପହଞ୍ଚିବ, ଝାଡ଼େଶ୍ୱରଙ୍କୁ ପୂଜା କଲେ ସେ ପୂଜା ଯାଇକି ସେଇଠି ପହଞ୍ଚିବ। ଆମେ ଆମ ଘରେ ଆମ ବାପା ମାଆଙ୍କୁ ଯଦି ପୂଜା କରିବୁ, ସିଏ ପୂଜା ମଧ୍ୟ ସେଇଠି ପହଞ୍ଚିବ। ଆମେ ସେଇ ବିଶ୍ୱାସଟା ଆମମାନଙ୍କର ବେଳେବେଳେ ରହୁନି। ସେ ବିଶ୍ୱାସଟା ବେଳେବେଳେ ଅବିଶ୍ୱାସ ହେଇଯାଉଛି। ଆମେ ଭାବୁଛୁ ନା ଏଇଟା ହେଇନଥିବ, ସେଇଟା ବୋଧେ ହେଇଥିବ। କାରଣ ଏଗୁଡ଼ାକ ଭେଳିକି ସବୁ ଦେଖିକିରି ଭେଳିକିଆ କାମରେ ସମସ୍ତେ ଭେଳିକି ହେଇଯାଉଛୁ। କିନ୍ତୁ ପ୍ରକୃତରେ ଆମେ ଯେଉଁଠି ଅଛୁ ସେଇଠି ରହିବୁ, ଯେଉଁଠିକି ଯିବୁ, ଯେଉଁଠୁ ଆସିଥିଲୁ ସେଇଠାକୁ ହିଁ ଯିବୁ। ଇଏ ବିଶ୍ୱାସ ରହିବା ଉଚିତ। ଆଜି ଅନେକ ଲୋକ ଧର୍ମକୁ ବୁଝିପାରୁନାହାନ୍ତି।
ଧର୍ମ ପରିବର୍ତ୍ତନ କରୁଛନ୍ତି। ଧର୍ମ ପରିବର୍ତ୍ତନ କଲେ ଲାଭଟା କ'ଣ? ସେ ଭାବୁଛନ୍ତି ଏ ଧର୍ମଟା ଭଲ ନୁହେଁ, ସେ ଧର୍ମଟା ଭଲ, ତେଣୁ ସେ ଧର୍ମକୁ ଯିବା। ଏହା ସମ୍ପୂର୍ଣ୍ଣ ଗାଲୁଆମି କଥା। ଯେଉଁଠି ଆମେ ରହିଲେ ବି ଆମେ ଗୋଟେ ମାଆର ଗର୍ଭରୁ ଆସିଛୁ। ସିଏ ହେଉଛି ଧର୍ମର ପ୍ରଥମ ଦେବତା। ଗୋଟିଏ ବାପାଙ୍କ ଐରୁଷରୁ ଆଇଛୁ, ସିଏ ହେଉଛନ୍ତି ପ୍ରଥମ ଦେବତା। ତାପରେ ପାଣି, ପବନ, ଆଲୋକ, ମାଟି, ସମୁଦ୍ର, ଇଏ ସମସ୍ତେ ଗୋଟିଏ ଗୋଟିଏ ଦେବତା। ଏଇମାନଙ୍କୁ ଛାଡ଼ିକିରି କେଉଁ ଧର୍ମ ରହିପାରିବ? ସୂର୍ଯ୍ୟଙ୍କୁ ଛାଡ଼ି କେଉଁ ଧର୍ମ ରହିବ? ପବନକୁ ଛାଡ଼ିକିରି କେଉଁ ଧର୍ମ ରହିବ? ଆମର ଗୋଟେ ମହିମା ଅଲେଖ ଧର୍ମ ଅଛି। ସେମାନେ କହିବେ ଆମେ ସୂର୍ଯ୍ୟଙ୍କୁ ପୂଜିବୁନି, ଆମେ ସେ ଏମିତି ସବୁ କେତେ ଗୁଡ଼ା କଥା ସେ କହନ୍ତି। ବେଳେବେଳେ ତାଙ୍କ ଭିତରେ ମୋ ଭିତରେ କଥା ହୁଏ। ଆପଣ ଯେଉଁ ରୋଷେଇଟା ଖାଇଲେ, ଭାତ, ଡାଲି, ତରକାରୀ, ସେଇଟା ପରା ଆମ ଦେବତା ଅଗ୍ନିଟାକୁ ରୋଷେଇ କଲା, ଆଉ ଅଗ୍ନିକି ମାନିବେନି କ'ଣ? ଯେଉଁ ପାଣି ପଶିଲା ଭାତରେ, ଏ ପାଣି ପରା ଆମର ଜଳ ଦେବତା। ଦିନ ହେଲା ସୂର୍ଯ୍ୟ ଦେବତା, ରାତ୍ରି ହେଲା ଚନ୍ଦ୍ର ଦେବତା। ଆଗକୁ ସବୁ ଛାଡ଼ିକିରି କ'ଣ ଆପଣମାନେ ଧର୍ମ ରକ୍ଷା କରିପାରିବେ? ଆମର ଏଇ ଯେଉଁ ଶରୀର, ସେଇମାନଙ୍କ ଅଂଶରୁ ହିଁ ଆମର ଏ ଶରୀର ସୃଷ୍ଟି ହେଇଛି। ତେଣୁ ଆମେ ନିଜକୁ ନିଜେ ଭୁଲି ଯାଉଛୁ, ନିଜର ପରିଚୟକୁ ବି ଭୁଲି ଯାଉଛୁ। ଯେମିତି ଜଣକୁ ଯଦି ପଚାରିବ ତୁମ ଗୋତ୍ର କ'ଣ, ସେ ଆଁ କରିକି ଉପରକୁ ଅନଉଛି, ଆଉ ଗୋତ୍ର ପୁଣି ଗୋଟେ କ'ଣ? ତେଣୁ ଆମେ ଯେତେବେଳେ ନିଜକୁ ଜାଣିବୁ, ଗୋଟିଏ ସଂକଳ୍ପ ନେବୁ, ଆମେ ଜୀବନରେ ଗୋଟିଏ ଭଲ ମଣିଷ ହେବୁ। ଆମେ ବାବାଜୀ ନ ହେଇପାରୁ, ଗୁଇ ହେଇପାରୁ, କିନ୍ତୁ ଭଲ ମଣିଷଟିଏ ଆମେ ହେବୁ। ଭଲ ପୁଅଟିଏ ହେବୁ, ଭଲ ଝିଅଟିଏ, ଭଲ ମାଆଟିଏ ହେବୁ, ଭଲ ବାପାଟିଏ। ତାହେଲେ ସେଇଦିନ ଆମେ ଧର୍ମକୁ ଠିକ୍ ଭାବରେ ବୁଝିବା। ଆଉ ପୁଳାଏ ଫଟୋ ରଖିକିରି, ତାକୁ ପୁଳାଏ ଫୁଲ ଛିଣ୍ଡେଇକିରି ପୂଜା କରି ସେ କ'ଣ ହେବ? ଆମେ ଯଦି କର୍ମ ନ କରିବା, ବା ଆମେ ଯେଉଁ ଫଳ ପାଉଛେ, ଯାହା କର୍ମ କରି ଯେଉଁ ଫଳ ଆମେ ପାଇଲେ, ସେଥିରେ ଯଦି ଗୋଟେ ପରର ଉପକାର କରି ନ ପାରିଲେ, କାହାକୁ ଟିକେ ଖାଇବାକୁ ଦେଇପାରିଲେନି, ସେ ଉଦାରତା ଯଦି ଆମ ଭିତରେ ନାହିଁ, ତାହେଲେ ଆମେ ଗୋଟେ କ'ଣ କି ଧର୍ମ କରୁଛୁ? ଖାଲି ଘରେ 50ଟା ଫଟୋ ରଖି ପୂଜା କରୁଛୁ। ବୃନ୍ଦାବନରେ ଗୋଟିଏ ବୁଢ଼ୀ ମା ଗୋଟେ ଖଟ ଉପରେ ବସିକିରି ରାସ୍ତାକୁ ଅନେଇଛି। ସେଇଠି ପୁରୀ ତରକାରୀ ଦୋକାନଟିଏ ଅଛି, ଛୋଟ ଦୋକାନଟିଏ। ଗରମ ଗରମ ପୁରୀ 2 ଖଣ୍ଡ ଦେଉଛି, ତରକାରୀ ଟିକେ ଦେଉଛି। ତେଣୁ ବୃନ୍ଦାବନ ଭଳି ଗୋଟେ ମାଟିରେ ସେଥିର ମାଛ ମାଂସ କେହି ଖାଆନ୍ତିନି। ତେଣୁ ସେଠି ବୈଷ୍ଣବମାନେ ମଧ୍ୟ ଖାଆନ୍ତି। ଆମେ ସବୁ ଟିକେ ଦେବି ଖାଇ। ମୁଁ ଖାଇଲା ବେଳେ ମୋର କାହିଁ ଦୃଷ୍ଟି ସେଇ ମାଆଟି ଉପରେ ପଇଲା। ଯେମିତି ମୋ ମନ ଭିତରେ ଆସିଲା, ଏ ମାଆଟି ବୋଧେ ଖାଇବାକୁ ଇଚ୍ଛା କରୁଛି। ତାକୁ ପଚାରିଲି, ମାଆକୁ କ'ଣ ଖାଇଛୁ? ମୁଣ୍ଡ ହଲେଇଲା। କ'ଣ ଖାଇବୁ? ସେ ବି ମୁଣ୍ଡ ହଲେଇଲା। ତାମାନେ ହଁ ଖାଇବୁ। ତାପରେ ମୁଁ ସେ ଦୋକାନୀକି କହିଲି, ବାବା ସେ ଯେତେ ପୁରୀ ଯେତେ ତରକାରୀ ଖାଇବ ତାକୁ ସବୁ ଦିଅ। ତାକୁ ଯେତେବେଳେ ପୁରୀ ତରକାରୀ ଦିଆହେଲା, ରାଧାରାଣୀକି ଚିନ୍ତନ କରି କି ସୁନ୍ଦର ଭାବରେ ସେ ଖାଇଲା। ମୁଁ ତାକୁ ପଚାରିଥିଲି, ମା ତୁ କ'ଣ ସବୁଦିନେ ରାଧାରାଣୀକି ଡାକୁ? ନା ହଁ, ରାଧାରାଣୀ ହିଁ ମୋତେ ଖାଇବାକୁ ଦିଅନ୍ତି। ମୋର ପୁଅ ଝିଅ ଅଛନ୍ତି, କିନ୍ତୁ ରାଧାରାଣୀ ମୋତେ ଖାଇବାକୁ। ତେଣୁ ଏଇ ଯେଉଁ ବିଶ୍ୱାସ, ଏଇ ଯେଉଁ ଭଲ ପାଇବା, ପର ପାଇଁ କିଛି କରିବା,
ନିଜ ସ୍ୱାର୍ଥକୁ ସବୁବେଳେ ଦେଖିବା ତାଠାରୁ ଅପରିଷ୍କାର ଲୋକଟେ ଦୁନିଆରେ କେହି ନାହାନ୍ତି। ମୁଁ ବଡ଼ ହେବି, ମୁଁ ଅମୁକ ହେବି, ତମେ ବଡ଼ ହୁଅ, ଅନ୍ୟ ଯିଏ ବଡ଼ ହେଉଛନ୍ତି ତାଙ୍କୁ ବି ସମ୍ମାନ ଦିଅ। ତେବେ ସଜ୍ଜନ ପବିତ୍ର ଗୁରୁ ପୂଜା ଆପଣମାନେ କରିଛନ୍ତି। ମୁଁ ପ୍ରକୃତରେ ସେଭଳି ବିରାଟ ଗୁରୁ ନୁହେଁ, ମୁଁ ମଧ୍ୟ ନିଜେ ଗୋଟିଏ ଶିଷ୍ୟ ଏବଂ ଆପଣମାନଙ୍କୁ ସେଇ ଗୋଟିଏ କଥା କହୁଛି, ଯେମିତି ବଳିଆକୁ ଆପଣମାନେ ଗୁରୁ ରୂପରେ ପୂଜା କରୁଛନ୍ତି ସେମିତି ଗୁରୁଜନମାନଙ୍କୁ ସେଇଭଳି ସମ୍ମାନ ଦିଅନ୍ତୁ। ନିଜେ ଯେଉଁ ଗୁରୁଙ୍କ ଠାରୁ ଜନ୍ମ ହେଇଛନ୍ତି ସେମାନଙ୍କର ମଧ୍ୟ ସେବା କରନ୍ତୁ। ସେଇଥିପାଇଁ କୁହାଗଲା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର। ମୁଁ ତାକୁ ବିସ୍ତୃତ ଭାବରେ ଆଲୋଚନା କଲି। ମୁଁ ଟିକେ କଥା କହିବାକୁ ଟିକେ ଭଲ ଲାଗୁନି। ମୁଁ ଅନେକ ଦିନ ଆଶ୍ରମରେ ରହିଲି, କାହାକୁ ଦେଖା କଲିନି, କଥା କହିଲିନି, କାହା କଥା ବୁଝିଲିନି। ଟିକେ ବୁଲିବାକୁ ଆଇଛି। ଆଉ ବୁଲିବାକୁ ଆସିଲା ତ ଲୋକ ଆସିବେ, ମୋଦି ପଦେ କହିବ, ତୁ ଦେହଟା ବି ଥକି ପଡ଼ୁଛି। ତେଣୁ ସଜ୍ଜନ ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ଆର୍ତ୍ତତ୍ରାଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆନନ୍ଦେ କେବାର ହରି। ରାଧା